तो हाय गाइस बर्तमान मु आसी पहुंची जाइए एमती गोटे कार्य जो मु बर्तमान कोरापुट जिले में अच्छी मुझे देखदेवी गोटे एरिया को आसी कोरापुटर प्राकृतिक सौंदर्य कौन मुझे निश्चय देखी देखिए। तुम कौ जिला कही दे तो कौ जिला है कर रही एटा क्या गाँ रे घुसरागुड़ा घुसरागुड़ा क्या ना रे तो ना ए झील आजा 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 ए देख पुणी गोटे बढ़िया ब्यूटीफुल झील गोटे आसला आसमा आसे 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 ग किसी हम नहीं किसी नहीं हुए आसे आछे आते किसी अब नहीं आते धरे हाथ धरे मोर हाथ धरे ना किसी अब नहीं हाथ धरे देख डरुची ए पिलाटा आमा आग तु मोर झील सांगे समान परा मोर मोर गोटे झील अच्छी जानचु ना नहीं मोर गोटे झील अच्छी तु सिंगानी मुंडीटा मोर ऋषि बोली गोटे झील अच्छी बुआ गो एमती देखुची मारी पकेगर बाबू कहीं जे एते रिसा हो मोर उपरे हाँ एगो कहाँ हला जे तेरी साउचू ए क्या हला रे कथा नहीं हुआ हाँ कथा हबो नहीं ए बुआ गेल कर दबु काय मते सिंगानी मिसा लागू पछे गेल गुड कर दे हरी गेल गुड कर गो देख रे बुआ गेल भी करू नहीं रे ओए सिंगानी लागू कहाँ हला जे मोर जियो सांगे समान पूरा तुई मोर मोर गोटे झील अच्छी देखू का नहीं रे बाबू ये बेसी हेलो मारी पकाइब तो मु बुझिली जे ସେହି ଗାଁର ପ୍ରତ୍ୟେକଟି ଯୁବକ ଏବଂ ବୃଦ୍ଧା ମଧ୍ୟ ବଣ ଜଙ୍ଗଲକୁ ଯାଇକି ବାଉଁଶ ସଂଗ୍ରହ କରିକି ସେଠାରେ ଲାଗି ପଡ଼ନ୍ତି ଏହି କାର୍ଯ୍ୟରେ। ତ ପ୍ରତ୍ୟେକ ଘରେ ଘରେ ଏହି କାର୍ଯ୍ୟ କରି ଜୀବିକା ନିର୍ବାହ କରୁଛନ୍ତି। ଆସନ୍ତୁ ଦେଖିବା ଆମେ ଛୋଟ ପିଲାରୁ ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ କେତେ ଗୋଟି ପିଲା ମାନେ ବାଉଁଶରେ ଏତେ ପାରଙ୍ଗମ ଯେ ଗୋଟିଏ କାର୍ଯ୍ୟକୁ ମାତ୍ର ଅଧଘଣ୍ଟା ଭିତରେ ସମ୍ପାଦନ କରିଦିଅନ୍ତି। ଏହା ଯଦି ବିକ୍ରି କରିଲେ ସେମାନଙ୍କୁ 200 କି 300 ଟଙ୍କା ମିଳିଯାଏ। ସେଇ ଦିନ ମଜୁରିଆ ହିସାବରେ ଏହି ଛୋଟିଆ ପଲ୍ଲୀ ଗାଁରେ ବହୁତ ହସ ଖୁସିରେ ମୌଜ ମସ୍ତିରେ ଜୀବନ ବିତାଉଛନ୍ତି ଏବଂ ତାଙ୍କେ ଜଙ୍ଗଲକୁ ଯାଇକି ଯେଉଁ କାଠ ସଂଗ୍ରହ କରୁଛନ୍ତି ତାହାକୁ ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି। तो फ्रेंड्स आपण मानको केमिति लागुची ए कोरापुट जिल्लार घुसरुगुड़ा गाँटा जोटा कि छोटिया पल्ली गाँ आपण माने हुए तो केबे आसी न थई पारंती किंतु मु आपण मानको देखै दउची देखंतु बहुत मात्रा रे बाउंस अछि एठारे कारीगर मध्य बहुत अछंती जोटा कि हमरो ए ब्यूटीफुल कारीगर जाको देखिबे मु आपण मानको आगरो देखै सारलेनी एते सुंदर माने क्लाइमेट मु आसी कोरापुट जिला आज एथर किछि मास मु टिके बुलिके एंजॉय करबी एवं किछि ब्लॉग नेबी बोलिके। ଏହି ଗ୍ରାମରେ ଯେତେବେଳେ ସକାଳ ହୁଏ ସେତେବେଳେ ଯାଉ ଏବଂ ପଖାଳ ଭାତ ଖାଇସାରିକି ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଯାଆନ୍ତି। ଯେମିତିକି ଛୋଟ ପିଲାଠାରୁ ବୃଦ୍ଧା ପର୍ଯ୍ୟନ୍ତ ଏହି କାର୍ଯ୍ୟରେ ସେମାନେ ବ୍ୟସ୍ତ ରୁହନ୍ତି। तो हाय गाइस कोरापुट रे मु जो एरिया आसी घुसरुगुड़ा बोले गोटे छोटिया ग्राम को आसी सतरे प्राकृतिक सौंदर्य कहले ए गाँ रे पूरा भरपूर आपण माने देखिए मो पछरे कौन अच्छी जोटा कि आम जैकफ्रूट कहू आउ ए गछ जाक आपण नेबी पाखकू सेठी कौन कौन अच्छी देखिए। अच्छा फास्ट मु कही दूची एटा होचे कोरापुटर अवतार कहले चले चलतु मु नई जाऊँ तो ये हूँ से गछ जो गचर कि आम घर घर व्यवहार करुचु झाड़ू पाई देखने यहाँ हूँ झाड़ूर से
ଯେଉଁଠିକି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏଇ ଚାଷ ହୁଏ। ମୁଁ ଆସିଛି ସେଇ ଏରିଆକୁ ଆପଣମାନଙ୍କୁ ଦେଖାଇବା ପାଇଁ। ଚାଲନ୍ତୁ ଆସ୍ତେ ଆସ୍ତେ ଦେଖେଇବି କିଛି କିଛି ନୂଆ ନୂଆ ଗଛ। ଗଛର ନାମ ତ ମୁଁ ଜାଣିନି, କିନ୍ତୁ ଦେଖିଏ ସବୁ ହେଉଛି ସେଇ ଝାଡ଼ୁର ଗଛ। ମୁଁ ଭାବୁଥିଲି ଏଇଟା ଆମେ ଯେଉଁ ଛୋଟ ପିଲାବେଳେ ମାଡ଼ ଖାଉଥିଲୁ ନା ପେପର ବେତ, ସେଇ ଗଛ ପରା ବୋଲି ଭାବୁଥିଲି। ଦେଖିବେ ଏସବୁ ନୀଳଗିରି ଗଛ। ଇଏ ହେଉଛି କୋରାପୁଟର ଯେଉଁ ପାହାଡ଼, ଯେଉଁ ଜଙ୍ଗଲ, ମାନେ ଏତେ ସୁନ୍ଦର। ତା ସହିତ ଏଇ ଦେଖନ୍ତୁ, ଇଏ ହେଉଛି ପ୍ରାକୃତିକ ମଜା, ଯେଉଁଟାକି ପ୍ରାକୃତିକର ଆପଣମାନେ ଫସଲ ଖାଇବେ, ଯେଉଁ ମାନେ ଦେହକୁ ନିରୋଗ ରଖିବେ। ଏଇ ଦେଖନ୍ତୁ, ମୁଁ ଆପଣମାନଙ୍କୁ କହୁଥିଲି ନା ଏଇଟା ହେଉଛି ସେ ଝାଡ଼ୁର ବ୍ୟବହାରରେ ଏଇଟା କାମରେ ଲାଗେ। ମୁଁ ଭାବୁଥିଲି ଏଇଟା ପେପର ବେତ ବୋଲିକି, କିନ୍ତୁ ଇଏ ପେପର ବେତ ନାହିଁ, ଏଇଟା ଝାଡ଼ୁକୁ ଲଗେଇକି ବହୁତ ମାନେ କେତେ ସୁନ୍ଦର ଭାବରେ ସଜେଇକି ରଖିକି ଏହାକୁ ଝାଡ଼ୁ ରୂପରେ ମାନେ ଝାଡ଼ୁ ତିଆରି କରୁଛନ୍ତି। ତ ହାଏ ଗାଇସ୍, ବର୍ତ୍ତମାନ ମୁଁ ପହଞ୍ଚି ଯାଇଛି କୋରାପୁଟ ଅବିଭକ୍ତ କୋରାପୁଟ ଜିଲ୍ଲାରେ, ଯେଉଁଟାକି ଘୁଷୁରୁଗୁଡ଼ା ଗ୍ରାମ, ଆମର କୁମ୍ଭାରୀପୁଟ ଗ୍ରାମ ପଞ୍ଚାୟତ। ଦେଖିପାରୁଥିବେ ମୋର ଚତୁଃପାର୍ଶ୍ୱରେ ଅଛି ଯେଉଁ ଭଳିଆ, ଏଇଟା ଗୋଟେ ପ୍ରାକୃତିକ କଳା କହିଲେ ବି ଚଳିବ। ଆପଣମାନଙ୍କୁ ମୁଁ ଦେଖାଇଦେବି ଯେଉଁ ବାଉଁଶରେ ତିଆରି, ଦେଖିବେ ଏସବୁ ବାଉଁଶରେ ତିଆରି। ଏ ଗାଁ ଲୋକ ସାରା ସବୁ ଏଥିରେ ଜୀବନ ନିର୍ବାହ କରୁଛନ୍ତି। ଭାଇ ତମ ନାଁ କ'ଣ? ଏ ଗୁରୁ ସାର୍ ତମ ନାଁ କ'ଣ? ଜହନ ସାର୍। ଜହନ, ଏ କାମ କରୁଛ କରୁଛୁ ସାର୍। ଭାଇ? ଏ କାମ କ'ଣ ଏଇଟା କରୁଛ ଯେ? ଢାଙ୍ଗରା ସାର୍। ଢାଙ୍ଗରା ହଁ ସାର୍। କେତେ ମିଳୁଛି ହୋ ଦିନକୁ? 250 ଟଙ୍କା ସାର୍। ଏଇଟା ଢାଙ୍ଗରା କରିକି ବିକିଲେ ହଁ ସାର୍। ଭଲ ହୋ। ଓ ଭଲ କଷ୍ଟ ପଡ଼ୁଛ। ଏଇଟା କେନ୍ତା ଆଣୁଛ ବନକୁ ଯାଇକି? ଲକ୍ଷ୍ମୀପୁର ସାଇଡ୍ ସାର୍। ଓ ଲକ୍ଷ୍ମୀପୁର ଯାଇକି ଆଣୁଛ କି? ହଁ ହଁ। ଆଚ୍ଛା ଆଚ୍ଛା। ବହୁତ କଷ୍ଟ ନେଇକି? ଆଚ୍ଛା, ତମେ ପଢ଼ାପଢ଼ି କ'ଣ କରୁଛ କି କରିନ? ସାର୍ ଛୋଟପଟୁ ତ ପଢ଼ାପଢ଼ି କରୁନାହିଁ, ଏମିତି କାମ ଦାମ କରି ବସୁଛୁ ଆଉ। ଆଚ୍ଛା ଆଚ୍ଛା, କିନ୍ତୁ ମୁଁ ଗଜପତିରୁ ଆସିଛି ସାର୍ ହେଲା, କିନ୍ତୁ ମୋତେ ସତରେ ଏ କୋରାପୁଟର ସୌନ୍ଦର୍ଯ୍ୟଟା ଆପଣମାନେ ଦେଖିଥିବେ, ଯେଉଁ ପାହାଡ଼ ସୌନ୍ଦର୍ଯ୍ୟ ଅଛି, ମୋତେ ବହୁତ ଖୁସି ଲାଗିଲା। ଆଉ ସେ ଗଛ ପଣସ ଯାକ ମୁଁ ଏମାନଙ୍କୁ ମୋ ଭିଡ଼ିଓ ଦ୍ୱାରା ସମସ୍ତଙ୍କୁ ଦେଖେଇଦେଲି ଯେ ତୁମର ଘୁଷୁରୁଗୁଡ଼ା ଗ୍ରାମ ପଞ୍ଚାୟତରେ କେତେ କଳାକାର ଅଛନ୍ତି। ଏତେ ସବୁ ଏଇଟା ସବୁ ତିଆରି କରିବା କେତେ ଘଣ୍ଟା ଲାଗୁଛି? ଘଣ୍ଟାଟେ। ମାନେ ଯାହା ହଉ, ଗୋଟେ ଭଗବାନ ଏମିତି ଗୋଟେ କଳା ଦେଇଛନ୍ତି ଯେ ପ୍ରତିଟି ଏଇ ଗାଁର ପ୍ରତିଟି ଲୋକମାନେ ଏଇ କାର୍ଯ୍ୟ କରିକି ବଞ୍ଚନ୍ତି, ପରିବାର ଗୁଜାରଣ ମେଣ୍ଟେନ୍ କରୁଛନ୍ତି। ଆଶା କରୁଛି ମୁଁ ଯଦି ଆପଣମାନେ କେଉଁଠି ନା କେଉଁଠି ଦେଖିବେ ଏ ଜାଗାର, ଯଦି ଘରୋଇକୁ ନିହାତି ଆବଶ୍ୟକ ପଡ଼ୁଛି, ତାହେଲେ ନିଶ୍ଚୟ କିଣିବେ। କାହିଁକି ନା ଏମିତି ଗୋଟେ ହୃଦୟ ସ୍ପର୍ଶକ। ଆଉ ତମ ଘରେ କିଏ କିଏ ଅଛନ୍ତି? ସ୍ତ୍ରୀ। ଆଚ୍ଛା, ଏ ସମସ୍ତଙ୍କୁ ଏଇ କାମ କଲେ ମାତ୍ର 250 ଟଙ୍କାରେ ହେଇଯିବ? ଦିନକୁ ଏମିତି କେତେଟା କରୁଛ? ଦିନକୁ ବେଶୀ ନଥିଲେ ତ 400-500 କରିବ ସାର୍। ଆଚ୍ଛା, ଯାହା ହଉ ଦିନକୁ 1000 ଟଙ୍କା ଖଣ୍ଡେ ଇନକମ୍ କରୁଛ? ହଁ ସାର୍। ଆଚ୍ଛା, ମୁଁ ଆପଣମାନଙ୍କୁ ଆଶା କରୁଛି, ମାନେ ଅନୁରୋଧ କରୁଛି, ଯେଉଁଠି ଆପଣମାନେ ଏ ଜାଗାରେ ଦେଖିବେ ନିହାତି ଗୋଟେ କିଣିବେ। ତ ସମସ୍ତେ ଯଦି ମୋ ଚ୍ୟାନେଲକୁ ଦେଖିବ, ଲାଇକ୍ ଆଉ ସବସ୍କ୍ରାଇବ୍ କରିବ ତ? ନିଶ୍ଚୟ ସାର୍। ଓକେ, ରହିଲି, ବାଏ ବାଏ। ବାଏ ବାଏ କହିଦେ ହଁ। ବାଏ ସାର୍। ବାଏ ବାଏ। ଦେଖିନେବେ ତ ଗାଇସ୍, ମୋର ଏଇ କୋରାପୁଟର ମିନି ବ୍ଲଗ୍ ଯଦି ଆପଣମାନଙ୍କୁ ଭଲ ଲାଗିଲେ ତାହେଲେ ନିଶ୍ଚୟ ଗୋଟେ ସବସ୍କ୍ରାଇବ୍ କରିବେ। ଆପଣମାନେ ଯଦି ଭଲ ପାଇବା, ଯଦି ମୋତେ ରାୟଗଡ଼ା ଗଜପତିରୁ ରାୟଗଡ଼ା ନେଇ ଆସିଲା, ରାୟଗଡ଼ାରୁ କୋରାପୁଟ ଯଦି ନେଇ ଆସିଲା, ତାହେଲେ ଆପଣମାନଙ୍କ ଭଲ ପାଇବା ଯେହେତୁ, ଯଦି ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଯଦି କମେଣ୍ଟ କରିବେ। ମୁଁ କହୁନି ମୋର ଭିଉଜ୍ 10 କି 100 କି 1000 ଯାଉଛି ବୋଲି, ମୁଁ ଗୋଟେ